ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 12। ବନ୍ଦୀକାରର ବୁଢ଼ା ଜାନିସଲ୍ପୁ କନ୍ଧ। ଆଖିବଳ ବି ତାର ପାଚିଛି। ବୁଢ଼ା ତୁନିତାନି ଚାଲି ଲାଗିଥିଲା ଆପଣାର ବୟସର ବୋଝ ମୁଣ୍ଡେଇ। ସାଣ୍ଡର୍ସ ନାଁରେ ତାର ଧୂଆଁଳିଆ ନେଳିଆ ଆଖି ଭିତରେ ନିଆଁ ଜଳି ଉଠିଲା। ବିଜୁଳିର ଚମକ ଖେଳିଗଲା ଦେହ ଭିତରେ। କନ୍ଧ କୃତଜ୍ଞତାରେ ବନ୍ଧା ପଡ଼େ। ଦୟା ପାଇଲେ ଶିକୁଳି ବାନ୍ଧି ହୁଏ। ଆଉ କିଛି ନାହିଁ ସଂସାରରେ ତାର ଦୁରନ୍ତ ମନରେ ବେଡ଼ି ବାନ୍ଧିବାକୁ। କିଏ ନାଁ ଧରିଦେଲେ ପିଲାଏ ସଲ୍ପୁ କନ୍ଧ ଫମ୍ପା ଗଳାରେ କହିଲା। ଆହା, ଆଜି ଦିନ ଗୋଟାକ ଭଲ ହୋଇଗଲା। ତୁମେ ତାକୁ ଦେଖିଛ କେବେ? ଷଣ୍ଢ ସାହେବକୁ ଦେଖିଥିଲେ ପାପ ଆଖି ପବିତ୍ର ହୋଇଥାନ୍ତା। ବାଟର କର୍କଶ ପଣିଆ କୋମଳ ହୋଇଉଠିଲା ସାଣ୍ଡର୍ସ ସାହେବଙ୍କର ସ୍ମୃତିରେ। ବୃଦ୍ଧ ସଲ୍ପୁ କନ୍ଧ ଶୂନ୍ୟକୁ ଅନେଇ ବାରମ୍ବାର ଜୁହାର କରି କରି କହି ଲାଗିଲା। ଅଧିକାରୀମାନେ ଆସନ୍ତି। ଆମର କନ୍ଧ ପୃଥ୍ୱୀ ଜୟ କରିଛନ୍ତି ଶାସନ କରିବାକୁ। ଷଣ୍ଢ ସାହେବ ଆମକୁ ସରଦା କରିଥିଲା, ଆସିଥିଲା। ପୁଅ ପରି ପାଳିବାକୁ ଆସିଥିଲା। ଆଗେ ଥିଲା ସାହିବ ଲୋକର ଡିସାରୀ, ପଛେ ହେଲା ପୁଲିସ ସୁପରଣ୍ଟ। ସାହିବ କାହିଁକି କହିବ ତାକୁ? ବର୍ଣ୍ଣରେ ସାହିବ ସିନା, ଏଡ଼େ ଭଲ ଲୋକଟେ ଠିକ୍ କନ୍ଧ ପରି। ଆମରି ପରି ଖଦି ଲୁଗା ପିନ୍ଧିବ, ଲାଉତୁମ୍ବା ଝୁଲାଇବ, ମେଘ ହେଲେ ପତ୍ର ସିଲେଇ ତଳତଳି ନାଇବ। ଗୋଟିଏ ଲୋକ ଧରି ଚାଲି ଚାଲି ପଶିବ ବଣରେ। ଓଃ, କି ଚାଲି ଚାଲିବ ସେ! ଘାଟି ଟିକ୍ରା ସବୁ ହିଣ୍ଡି ଯିବ। ଆମରି ପରି ପେଜ। ଖାଇବ ଓଣ୍ଡା ତମ୍ବା, ଖାଇବ ପୁଙ୍ଗାରେ ପଦାରେ, ଗଛମୂଳ ହେଲେ ଶୋଇପଡ଼ିବ। ଏଡ଼େ ସାହିବଟେ ଗୌ ନାହିଁ, ଆଡ଼ମ୍ବର ନାହିଁ, କିଛି ନାହିଁ। ଠିକ୍ ଆମର ଲୋକ ପରି। ଯେବେ ଆସିବ ଆମ ପାଇଁ ଧୁଙ୍ଗି ଆଣିଥିବ, ପିଠା ଆଣିଥିବ। ସାମାନ୍ୟ ଲୋକ ପରି ଗୋଟିଏ ଗୋଟିଏ ଚାଲି ଆସି ଗାଁ ଦାଣ୍ଡରୁ ପାଟି କରିବ। ନାଇକ ମହାପ୍ରଭୁ, ସାଉଁତା ମହାପ୍ରଭୁ, ଜୁହାର ଜୁହାର। ପିଣ୍ଡା ଉପରେ ବସି ପଡ଼ିବ, କହିବ କିଛି ଡର ନାହିଁ, ଆମେ ତୁମର ବନ୍ଧୁ। ପେଜ ମନ୍ଦେ ଦବ? ଷଣ୍ଢ ସାହେବ ମହାତ୍ମା ଜଣେ ସେ। ତାହାର ଜାବିରୁ ବା ମୁଣି ଲଫାପାରୁ ବାହାର କରିବ, କାଗଜ ବାହାର କରିବ, କହିବ ନିଅ। ତୁମେ ତ ଲେଖାପଢ଼ା ଜାଣିନ, କେହି ଆଲରା କଲେ କେମିତି କରିବ? ହେଇ ଦେଖ, ଯଦି କିଏ ତୁମକୁ ମାଡ଼ ମାରିବ, ଏ କାଗଜରେ ଅଙ୍ଗାରରେ ଏମିତି ଗୋଟେ ଛକି ଲେଖିଦେବ। ଯଦି କିଏ ପଇସା ମାଗିବ, ତେବେ ଏ ଜାଗାରେ ଏମିତି ଗୋଟେ ଗୋଲ କରେଇଦେବ। ଏ ଲଫାପାରେ ପୂରେଇ ଦେବ। ହାଟ ଦିନ କିଏ ଲୋକ ଯାଉଥିବେ ନାରାୟଣପାଟଣା କି ଡୁମରିପୁଟ କି କୋରାପୁଟ କି କୋଉ ଷ୍ଟେସନକୁ ଡାକରେ ପଠେଇଦେବେ। ପକେଇଦେଲେ ମୁଁ ଝଟ୍ କି ଚାଲି ଆସିବି। ଆସୁଥିଲା ସେ ଷଣ୍ଢ ସାହେବ। କଥା ଦଉଥିଲା, କଥା ରଖୁଥିଲା। ଜଣେ ଅଧିକାରୀ ଥିଲେ। ଦୋରାଗାଁରୁ ହାତୀ ପରି ମଣିଷ, ଗର୍ଜନ ବାଘ ପରି। ସେ ଆସିଲେ ରକ୍ତ ଶୁଖିଯାଉଥିଲା ସମସ୍ତିଙ୍କର। ଏଡ଼େ ଏକ ଡୋଲି, ଖଣ୍ଡେ ଗାଡ଼ି ପରି ସେଥିରେ ସେ ଶୋଇପାରିବ, ବସିପାରିବେ, ସାମାନ ଜିନିଷ ରଖିପାରିବେ। ପ୍ରତି 3 କୋଶକୁ ଗାଁ ଲୋକ ବାଟରେ ଜମା ହୋଇଥିବେ। ସଞ୍ଜରେ ସେ ଡୋଲି ଚଢ଼ିବେ। ଡୋଲି ବହି କରି ଦୌଡ଼ି ଦୌଡ଼ି ତାଙ୍କୁ ନେବାକୁ ହେବ। ଦିପାଖେ ଜଳନ୍ତା ମଶାଲ ଧରି, ବର୍ଚ୍ଛା ଧରି 20 ଜଣ ଦୌଡ଼ିଥିବେ। ଡୋଲି ଚାଲିଲା। ପ୍ରତି 6 କୋଶରେ ଲୋକ ବଦଳୁଥିବେ। ଏକା ରାତିକେ କୋରାପୁଟରୁ ଗିଲିଗୁମା 30 କୋଶ। ଷଣ୍ଢ ସାହେବ ତାକୁ ବି ସାଧ୍ୟ କଲା। ଥରେ ଡୋଲି ଚଢ଼ି ଯାଉଥିଲା, ଆମେ ବୋହିଥିଲୁ ହୋ। ଷଣ୍ଢ ସାହେବ ଡୋଲି ଅଟକେଇ ଦେଲା। ଦରଗାରୁ କହିଲା, କିଏ ବେ? ଏ କହିଲା, ମୁଁ ଷଣ୍ଢ, ମୁଁ ସୁପରିଦଣ୍ଡ। ଚିହ୍ନିଲୁ କି? କହିଲା, ବହୁତ ଅୟସ କଲୁଣି, ଚର୍ବି ହୋଇଛି, ଏବେ ଉତ୍ତର, ତୁ ଡୋଲି ବୋହ। ଆମକୁ ଡୋଲିରେ ପୁରାଇଲା, ତାକୁ ଡୋଲି ବୁହାଇଲା। କହିଲା, ଏବେ ବୁଝିଲୁ କେମିତି ଗମର ଡୋଲିରେ ବସିବା? ଗଭର୍ଣ୍ଣମେଣ୍ଟ ଅର୍ଡ଼ର। ଡୋଲି ବନ୍ଦ, ଆଉ ଦିନେ ଚଢ଼ିଛୁ କି ଦେଖ। ଷଣ୍ଢ ସାହେବ ଡୋଲି ବନ୍ଦ କରିଦେଲା, ଗଲା। ସମସ୍ତେ କହିଲେ, ଭଲ ଲୋକଟିଏ କୁଆଡ଼େ ଗଲା, ଆଉ କ'ଣ ତାକୁ ଦେଖିବା? ସିନା ଦେଖାହେବ ନାହିଁ, ସେ କେଉଁଠି ବା ଆମେ? କିନ୍ତୁ ମଲା ପରେ ସେ ପୁରରେ ତାକୁ ଖୋଜିବା, ପଚାରି ପଚାରି ଖୋଜିବା, କହିବା, କୁଆଡ଼େ ଗଲା ଆମର ଷଣ୍ଢ? ମୁଁ ବନ୍ଦିଆକାରିଆ ସଲ୍ପୁ କନ୍ଧ ଆସିଛି, କହିଦିଅ ତାକୁ ଟିକିଏ। ପୁଣି ଦେଖାହେବ। ପୁରୁଣା ପରି ସ୍ନେହ ଆଦର ଖୋଜାଲୋଡ଼ା ସେ ଧୁଙ୍ଗିଆ ଦେବ, ଆମେ ପେଜ ପିଇବା। ସମସ୍ତେ ଗୁମ୍ ପଡ଼ିଗଲେ। କଥା ସରିଲା। ଲଙ୍କା ମରିଚ ଆସିଛି, କେହି ଜଣେ ବିଜେ କରୁଥିବେ ପରା। ସମସ୍ତେ ତ ଆଉ ଷଣ୍ଢ ସାହେବ ନୁହନ୍ତି। ବନ୍ଦିକାର ପାଖ ହେଲା। ଚଢ଼ାଣୀରେ ପଲେ ଧାଙ୍ଗଡ଼ି।
ପୁଣି ଗୀତ ଆଉ ଗୀତର ଜବାବ, ଡିଆ ମାରି ଲୁଗା ଉଡ଼େଇ କୁହାଟା ମାରି ଭେଣ୍ଡିଆମାନେ ଚାଲିଲେ ଆଗକୁ। ଲଙ୍କାମରିଚ ଭୁଲି ହେଲା। ମିଣିଆ ପାଉ ଗାଁ ଭେରେମଣ ବା ସଭାମଝି ଦାଣ୍ଡରେ। ପଞ୍ଚାୟତ ବସିଥାଏ। କନ୍ଧର ସାମାଜିକ ଜୀବନରେ ସବୁ କଥାରେ ପଞ୍ଚୁଆତି। କିଏ କାହାକୁ ଗାଳି ଦେଲା, କାହାର ଗୋରୁ କାହାର ଫସଲ ଖାଇଲା, ଏସବୁ ତ ଛୋଟ ଛୋଟ କଥା। ବ୍ୟଭିଚାରରେ ସାତି, ସ୍ୱର ଚୋରକୁ ଦଣ୍ଡ, ଅନ୍ୟାୟ ବିଷୟରେ ମତାମତ, ତାପରେ ଗୋଷ୍ଠୀର କଥା, କେଉଁଠି ବଣମରା ହେବ, କେଉଁଠି ଘରତୋଳା ହେବ, କେଉଁ ଗାଁ ସାଙ୍ଗରେ ଅଥବା କେଉଁ ଦଳ ସହିତ ବନ୍ଧୁତା ଶତ୍ରୁତା ହେବ। ଆଜିର ପଞ୍ଚାୟତର ଟିକିଏ ବିଶେଷତ୍ୱ ଥିଲା, ଏ ଗାଁର ବୁଢ଼ା ବାଲି କନ୍ଧର ପୁଅ ସୁଗ୍ରୀ କନ୍ଧ ଘରର ଦୁରାବସ୍ଥା ବାଢ଼ିବାକୁ ଯାଇ ପରଗାଁରେ ଭୋଗିଲା ଜଗନ୍ନାଥ ଶୁଣ୍ଡି ଘରେ ଗୋତି ହୋଇଥିଲା। ଗୋତି ବୋଲତେ କିଣା ଚାକର। 10ଟି ଟଙ୍କା କରଜ ଆଣିଥିଲା। ସେଥିପାଇଁ ଆଉ ଦରମା ନ ଦେଇ 2 ବର୍ଷ ଖଟିବାକୁ ପଡ଼ିବ। ଦିନରାତି ବନ୍ଧା, କେବଳ ମାସକୁ ଏକ ପୁଟି ମାଣ୍ଡିଆ, ଶୀତଦିନେ ବର୍ଷକୁ ଖଣ୍ଡେ ଟଙ୍କିକିଆ କମ୍ବଳ। ସୁଗ୍ରୀ କନ୍ଧ ସାହୁକାରର ଛେଳି ଜଗେ। ସାହୁକାରର ଘର ପାଖେ ଛେଳି କୁଢ଼ିଆ। ସେଦିନ ରାତିରେ ସାହୁକାର ଆପଣା ଘରକୁ ଚାଲି ଯାଇଥାଏ। ଫେରି ଆସି ସୁଗ୍ରୀ କନ୍ଧ ଦେଖିଲା ଯେ ଗୋଟାଏ କଲରାପତରିଆ ବାଘ ଛେଳି କୁଡ଼ିଆକୁ ପଶି ସବୁଯାକ ଛେଳିକୁ ମାରି ସାରିଛି। କେବଳ ଭୋଜି ଖାଇବା ବାକି। ସୁଗ୍ରୀ କନ୍ଧ ଟାଙ୍ଗିଆ ଉଞ୍ଚେଇ ଧାଇଁଗଲା, ବାଘ ପଳେଇଲା। ସାହୁକାର ଖବର ପାଇ ଆସି ସୁଗ୍ରୀ କନ୍ଧ ଉପରେ ଛେଳିର ଦାମ ବିଳିଦେଲା। ଅଧିକାଂଶ ଥିଲେ ଛେଳି ଛୁଆ। କିନ୍ତୁ ସାହୁକାର କହିଲା ଯେ ସେମାନେ ସବୁ ଦିନେ ବଡ଼ ହୋଇଥାନ୍ତେ, ତେଣୁ ଛେଳି ଛୁଆର ଦାମ କଷିଦେଲା ବଡ଼ ଛେଳି ବୋଲି। କହିଲା, ତୁ ଘରକୁ ଖାଇବାକୁ ଯାଇନଥିଲେ ମୋ ଛେଳି ମରି ନଥାନ୍ତେ, ତେଣୁ ତାଙ୍କର ଦାମ ଦେବାକୁ ବାଧ୍ୟ। ସୁଗ୍ରୀ କନ୍ଧର ଟଙ୍କା ନାହିଁ। ତେଣୁ ସାହୁକାର ଠିକଣା କରିଦେଲା ଯେ ବର୍ଷକ ପୂର୍ବ ସର୍ତ୍ତରେ ସେ କାମ କରିବ। ବାକି ରହିବ କରଜରୁ 5 ଟଙ୍କା ଓ ଛେଳିର ଦାମ 55 ଟଙ୍କା। ସେଥିଯୋଗୁ କେବଳ ମାସକୁ ଖାଇବା ମାନିଆ ପୁଟିଏ ମାଣ୍ଡିଆ ନେଇ ସୁଗ୍ରୀ କନ୍ଧ 15 ବର୍ଷ ଖଟିବ, ଟଙ୍କା ପାଇବ ନାହିଁ। 5 ଟଙ୍କା ହିସାବରେ କଳ୍ପିତ 60 ଟଙ୍କା 12 ବର୍ଷରେ ଛିଡ଼ିଥାନ୍ତା। କିନ୍ତୁ ଭୋଗିଲା ଜଗନ୍ନାଥ ବୁଝେଇ ଦେଲେ ଯେ ଏସବୁ ଛେଳି ଛୁଆ ବଡ଼ ହୋଇଥିଲେ ସେ ସେମାନଙ୍କୁ ବିକିଥାନ୍ତା ଓ ବିକ୍ରି ଟଙ୍କାରୁ କରଜ ଲଗେଇ ସେ ଟଙ୍କାକୁ 3 ଗୁଣ କରିଥାନ୍ତା। 15 ବର୍ଷ ପରିବର୍ତ୍ତେ 20 ବର୍ଷ କରିବା ଉଚିତ ଥିଲା। କିନ୍ତୁ ଦୟାକରି 5ଟା ବର୍ଷ ସାହୁକାର କଟେଇ ଦେଇଛି। ଏସବୁ ସର୍ତ୍ତରେ 15 ବର୍ଷ କିଣା ନୌକରଗିରି ସୁଗ୍ରୀ କନ୍ଧଠୁ ଭୋଗିଲା ଜଗନ୍ନାଥ ଅଣାକିଆ ଟିକସ ଉପରେ ଲେଖାଇ ଦେଇଛି। ଭବିଷ୍ୟତକୁ ଅନେଇ କାନ୍ଦି ବୋବାଇ ସୁଗ୍ରୀ କନ୍ଧ ଗାଁ ଲୋକଙ୍କ ସଲାହ ନେବାକୁ ପଞ୍ଚାୟତ ଡାକିଛି। ପଞ୍ଚାୟତ ବସିଛି। ଟୋକା ଦଳ ଆଉ ବୁଢ଼ା ଦଳଙ୍କ ପ୍ରତିବାଦ ଲାଗିଥାଏ। ବନ୍ଦିକାରର ଲୋକେ ପହଞ୍ଚିଲେ। ଦେଉଡ଼ ସାଉନ୍ତା କହୁଥାଏ, ଦେ ମେଳି ଦେ, ଅମାନ୍ୟ କରିଦେ। କ'ଣ କରିବ ତୋର ସାହୁକାର? ବାଘ ଛେଳିକୁ ଖାଇଲା, ଭଲ କଲା। ତୁ କ'ଣ ବାଘକୁ ଶିଖେଇ ଦେଇଥିଲୁ? ଦୋଷ ଯଦି କାହାରି, ତେବେ ସାହୁକାରର। ତୁ ନ ଆସିବା ଯାକେ ଛେଳି ଗୁହାଳରେ ଛାଡ଼ି ଦେଇକି କାହିଁକି ସେ ଗଲା? ବୁଢ଼ା ଦଳ ମେଳି ଦେବାରେ ବିପକ୍ଷରେ। ତାଙ୍କର ଅଗ୍ରଣୀ ଲେଞ୍ଜୁ କନ୍ଧ। ଲେଞ୍ଜୁ କନ୍ଧ କହିଲା, ତୁମେ ତ ବୁଝିପାରୁନାହଁ, ସାହୁକାରର କ୍ଷତିପୂରଣ ପାଇବ ସେ କେମିତି? ବାଘଠୁ ପାଇବ। କାହିଁକି? ବାଘ କ'ଣ ଗୋତିକି ରହିଥିଲା ନା ସୁଗ୍ରୀ ଗତି ରହିଥିଲା? ଗୋତିର କାମ ଛେଳି ଜଗିବା, ବାଘର କାମ ଛେଳି ମାରିବା। ବାଘ ତାର କାମ ଠିକ୍ କଲା, ଗୋତି ତାର କାମ କଲା ନାହିଁ, ସେ ଗଣିବ। ଭାରି ସାହୁକାରର ପଟ ନେଇ କଥା କହୁଛୁ ଦାଦି। ବୁଢ଼ା ଲୋକର ବିଚାର କ'ଣ ଏହିପରି? ନା ବୁଢ଼ା ହୋଇଗଲେ ଲୋକର ମିଞ୍ଜାସ ଖରାପ ହୋଇଯାଏ। ବାଘ ଖାଇଲା ଛେଳି, ବିଚାରା ସୁଗ୍ରୀ କ'ଣ କଲା? ସାହୁକାରକୁ କହି ଖଣ୍ଡିଏ ଖାଇବାକୁ ଯାଇଥିଲା, ଏ କ'ଣ ତାର ଗୋଟାଏ ଦୋଷରେ ଲେଖା ଯେ ତାପରେ ଦୋଷ ଲଦି ଦେଉଛୁ? ନାଇଁ ନାଇଁ, ଟୋକା ଲୋକର ବିଚାରିବା ମୁଣ୍ଡ ଭାରି ଠିକ୍। ସାଉନ୍ତା ହୋଇଛୁ ନା, ସେଇଥିପାଇଁ ତୋର ବେଶୀ ବୁଦ୍ଧି ହୋଇଯାଇଛି ପରା। ଆଉ ଆମେ ବୁଢ଼ା ଗୁଡ଼ାକ ସମସ୍ତେ ଓଲୁ। ହଉ, ସୁଗ୍ରୀବ କନ୍ଧର କିଛି ଦୋଷ ଥାଉ ବା ନଥାଉ, ସାହୁକାର ତାଠୁ ଲେଖେଇ ନେଇଛି, ଏବେ କ'ଣ କରିବୁ କର। କ'ଣ କରିବି? ତାର ଲେଖା ତାଠି ଥାଉ। ତାର ଲେଖାକୁ ନେଇ ସେ ଯାଉ ତାର ବାପା ପାଖକୁ, ମୋର ସେଥିରେ କି ଯାଏ? ମୁଁ ଗୋତି ଖଟିବି ନାହିଁ। ସେ କ'ଣ କରିବ କରୁ। ଏମିତି ଦୁର୍ବୁଦ୍ଧି ଦେଇ ଗାଁ ଯାକ ଲୋକଙ୍କୁ ତୁ ଉସ୍କେଇବୁରେ ପିଲା। ପିଲା ଲୋକର ବୁଦ୍ଧି। ଛି ଥୁ। ଲେଞ୍ଜୁ କନ୍ଧ ଛେପ ପକାଇଲା। ବଡ଼ ଲୋକଙ୍କର ସାଙ୍ଗରେ ସାମାନ୍ୟ କଥାରେ ତୁ ବିରୋଧ ଲାଗିବୁ। ଜଣକ ପାଇଁ ସମସ୍ତେ ମରିବେ। ନା କ'ଣ କହୁଛୁ ପାଣ୍ଡ୍ରୁଜାନି? ସତ କି ନାହିଁ? ସାହୁକାର ପଟରେ ସବୁ ବଡ଼ ଲୋକମାନେ। କାହାକୁ ସେ ପଇସା ଦେଇଛି, କାହାକୁ ସରୁ ଚାଉଳ, ପରିବା, ଗୁଡ଼ା ଇତ୍ୟାଦି ଦେଇଛି। ଦରକାର ପଡ଼ିଲେ ପଡ଼େ ମାଇକିନିଆ ସେ ଯୋଗେଇ ଦେବ।
ଯେତେ ବଡ଼ ବଡ଼ ଲୋକ ଆସିଲେ ତାରି ଘରେ ବସା, ତା ସାଙ୍ଗରେ ବାଦି ଆମେ ବଞ୍ଚିପାରିବା? ତାର ସବୁ ଅଛି, ଆମର କେହି ନାହିଁ। ଅତି କରୁଣ ଭାବରେ ଲେଞ୍ଜୁ କନ୍ଧ ମୁଣ୍ଡ ହଲେଇଲା। ତାର ଓଜସ୍ୱିନୀ ବକ୍ତୃତା, ତାର ଠାଣିରେ ସବୁ ବୁଢ଼ା ଲୋକମାନେ ମୁଗ୍ଧ ହୋଇଯାଇ ମୁଣ୍ଡ ହଲେଇ କହିଲେ, ସତ୍ ସତ୍। ପାଣ୍ଡୁଜାନୀ କହିଲା, ସବୁ ଯୋଗର କଥା ପିଲାମାନେ, ସବୁ ଯୋଗର କଥା। ତୁମେ ବୃଥା ବାଡ଼େଇ ପିଟି ହେଉଛ। ହେଇ ଉପରେ ଗ୍ରହ ନକ୍ଷତ୍ର ବୁଲୁଛନ୍ତି। ତାଙ୍କର ଭେଟାଭେଟି ବିଦାବିଧିରେ ତୁମର ଆମର ଭାଗ୍ୟ ନିଷ୍ପତ୍ତି ହେଉଛି। ଏସବୁ ପୁରୁଣା କଥା। ସାହୁକାରର ଜନ୍ମ ମାକଡ଼ି ଯୋଗରେ, ତେଣୁ ସେ ପଟକାରା, ଜାଲିଆ, ଠକ, ମିଛୁଆ। ତା ପାଖରେ ପହଞ୍ଚିଲା ଆମର ସୁଗ୍ରୀ ଠିକ୍ ସଅଦା ଯୋଗରେ। ସେ ଯୋଗରେ ଲୋକ ହୀନସ୍ତା ହୁଅନ୍ତି। ଛେଳି ଛୁଆଙ୍କ ଜନ୍ମ ମାଗା ଯୋଗରେ। ତା ନହେଲେ ତାଙ୍କୁ ବାଘ ଖାଆନ୍ତା ନାହିଁ। ସମସ୍ତେ ଏକାଠି ହେଲେ ଜଣେ ପଟକାର ଜଣକୁ ବାଘ ଖାଇବ, ଜଣେ ହୀନସ୍ତା ହେବ। ଟ୍ୟାମ୍ ଖୋଲା ଲେଖା ହେଲା, କଥା ଦିଆ ହେଲା, ଏବେ ଫିଟିବ କେମିତି? ଏହି ତର୍କ ଭିତରେ ବନ୍ଦିକାର ଲୋକ ପଶିଗଲେ, ତର୍କରେ ଯୋଗ ଦେଲେ। ଟିକିଏ ରହେ, ଲୋକେ ହୋ ହୋ ହୋଇ ବିଚାର କରନ୍ତି, ତାପରେ ଜଣେ କୁହେ, ବାଦ ବିବାଦ ଲାଗି। ଦିଉଡୁ କହିଲା, ନ୍ୟାୟର କଥା ନ କହି ଖାଲି ଡର ଭୟ ପାଗଯୋଗ କଥା କହୁଥିବ ତୁମେ ବୁଢ଼ା ଲୋକ। ଜଣକୁ ମାହାଳିଆଟାରେ ସାହୁକାର ହରବର କରୁଛି, ସେ ତୁମ ପାଖରେ ଫେରାଦ ହୋଇଛି। ବଡ଼ ଲୋକେ ସାଙ୍ଗେ ବାଦି ଲାଗିଲେ ତୁମର ଚମ ଜାଞ୍ଚୁଡ଼ି ହୋଇଯିବ। ଲଜ୍ଜା ସରମ ନାହିଁ? ତୁମେ ପରା କନ୍ଧ ବୋଲଉଛ। ବଡ଼ ଲୋକ ପିଟୁଥିବ, ତୁମେ ଗୋଇଠା ମାଡ଼ ଖାଇ କହୁଥିବ, ଚିତମ୍ ଚିତମ୍, ଯେ ଆଜ୍ଞା ଯେ ଆଜ୍ଞା। ତଳ ଦେଶର ଲୋକ ପରି କୋଉ ଗାଁର କନ୍ଧ ତୁମେ? ଡରୁଆ ବୁଢ଼ା ଲୋକ ପ୍ରାଣକୁ ଏତେ ଭୟ ଯଦି ପଞ୍ଚାଇତି ବସ କେଉଁ ମୁହଁରେ? ଭାରି ଗୋଳମାଳ ଲାଗିଥାନ୍ତା। ବନ୍ଦିଖାନାର ବୁଢ଼ା ସଡ଼ପୁ କନ୍ଧ ଗମ୍ଭୀର ହୋଇ କହିଲା, ଆଉ କୋଉ ଗାଁର କନ୍ଧ ତୁମେ ଟୋକା ସାହୁତ ଯେ ମେଡ଼ି ଦେବାକୁ ବତେଇ ଦେଉଛ? କନ୍ଧ ମରିବାକୁ ଡରେ ନାହିଁ, ଅସତକୁ ଡରେ। ତୁମର ସୁଗ୍ରୀ କଥା କହିଦେଇଛି, ରାଜି ହୋଇଯାଇଛି। କୋଉ ଅକଲରେ ତୁମେ ବିଧାନ ଦେଉଛ ସବୁ କଥା ଭୁରୁଡ଼େଇ ଦେବାକୁ? କନ୍ଧ କେବେ କଥା ଦେଇ କଥା ଭାଙ୍ଗେନା। ଯଦି ସାହୁକାର ଅନ୍ୟାୟ କରିଛି, ଶାସ୍ତି ଦେବ ସେ। ଉପରକୁ ହାତ ଟେକି। ତୁମର କିଛି ଅଧିକାର ନାହିଁ। କିଛି କଥାରେ ନିଜେ ତୁମେ ବନ୍ଧା ପଡ଼ିଛ। ସମସ୍ତେ ତୁନି ପଡ଼ିଗଲେ। ହାରୁଣା ଟିକିଏ ଭାବିଚିନ୍ତି କହିଲା, ଶତ୍ରୁକୁ ନିକାଶ କରିବାକୁ କ'ଣ କିଛି ଯୋଗ ନାହିଁ ଜାନି? ଅଛି, କାହିଁକି ନାହିଁ? ଆମେ କ'ଣ ଯୁଦ୍ଧ କରୁନଥିଲେ ନା ଶତ୍ରୁକୁ ନିପାତ କରୁନଥିଲୁ? ପାଣ୍ଡୁଜାନୀର ଆଖି ଉଜ୍ଜ୍ୱଳ ହୋଇଗଲା। ଶୂନ୍ୟକୁ ଦୃଷ୍ଟି ରଖି ସେ କହିଲା, ଏଇ ହାଲିର କଥା। କେତେ ହାଣକଟ, କେତେ ଯୁଦ୍ଧ। ମେରିଆ ପୂଜା, ଦେଉ ରୋହିଣୀ ଯୋଗରେ, ଆସ୍ରା ଉତ୍ତାର ଶୁଭ ଯୋଗରେ, ଘରୁ ଗୋଡ଼ କାଢ଼ୁ କାଢ଼ୁ ଯୁଦ୍ଧ ଆରମ୍ଭ କରୁ ଜେଟି ଯୋଗରେ, ଶତ୍ରୁକୁ ନିପାତ କରୁ ପୋର୍ଶୁଆ ଯୋଗରେ। ତାହେଲେ ସେଇଆ ହେବ ଜାନି? ସାହୁକାର ଆମର ଶତ୍ରୁ, ପୋର୍ଶୁଆ ଯୋଗ ଆମର ଦରକାର। ଆମେ କମେଇବୁ, ସେ ଖାଇବ। ଆମେ ଭୋକରେ ମରିବୁ, ସେ ଦୌଲତ ସଜେଇବ। ଆମର ଗୋରୁଟିଏ ଜନ୍ମ ହେଲେ ତାର ମନେ ପଡ଼ିବ କଳନ୍ତର କଥା। ତାର ଛେଳିକୁ ବାଘ ଖାଇବ, ଆମେ ଦେବୁ ଭରଣା। ସେ ଆମର ଶତ୍ରୁ। ଦିଅ ପୋର୍ଶୁଆ ଯୋଗ। ଟୁଣୁ ହାଏମୁ, ହାଣ। ଟୋକାମାନେ ଝଙ୍କାର ଦେଇ ଗର୍ଜି ଉଠିଲେ, ଟୁଣୁ ହାଏମୁ, ଟୁଣୁ ହାଏମୁ। ତାପରେ ବୁଢ଼ାମାନଙ୍କର ତିରସ୍କାର। ଛି ଛି, କ'ଣ ହେଉଛ ତୁମେ ପିଲାଏ? ଏମିତି ତତଲା ମୁଣ୍ଡରେ କୁରାଡ଼ି ମାରିବ ଆପଣା ଗୋଡ଼ରେ। ବାପ ଅଜାଙ୍କର ନାଁ ବୁଡ଼େଇବ। ପୁଲିସ ଅଛି, ମାଜିଷ୍ଟ୍ରେଟ ଅଛି, କଏଦୀଖାନା ଅଛି, ଫାଶୀ ଅଛି। ତୁଚ୍ଛାଟାରେ ପିଣ୍ଡାରେ ଠିଆ ହୋଇ ଟୁଣୁ ହାଏମ୍। ବୁଦ୍ଧି ଅଛି ନା ଖାଲି ମଦ? ପଞ୍ଚାୟତ ଭାଙ୍ଗିଗଲା। ବାଲି ଆଉ ସୁଗ୍ରୀ ନିରାଶ ହୋଇ ଫେରିଗଲେ। ତାପରେ ଅତିଥି ସତ୍କାର, ମଦ ଧୁଙ୍ଗିଆ, ମିଠା କଥା। ଏତେ ଦିନକେ କ'ଣ ଧାଙ୍ଗଡ଼ି ଖୋଜି ଆସିଛୁ ସାଉଁତା? ସେ ଦୁଃଖର କଥା କାହିଁ କହୁଛ? ସରବୁ ସାଉଁତା ମରିଗଲା। ଏ ହାରଗୁଣା। ପୁବୁଲି ଦେଖିଲା, ଏଇ କୁଆଡ଼େ ତାର ବର। ମନକୁ ମନ କେତେ କଳ୍ପନା କରିଥିଲା ସେ। ଆଖିରେ ପୁଣି ଦେବାକୁ ଛାତିଟା ଥରି ଉଠିଲା। ଲାଜ ମାଡ଼ୁଥାଏ, କାଳେ ସତେ ତାରି ପାଇଁ ହାରଗୁଣା ଆସିଥିବ। ନହେଲେ କାହିଁକି ଏତେ ଲୋକଜନ ଧରି କାଉଡ଼ିବହି? ଘରୁ ପୁୟୁ ଡାକ ପକାଇଲା, କୁଆଡ଼େ ଆଜି ଦିନଯାକ ବୁଲି ଲାଗିଛୁ ତୁ ଟୋକୀ? ମୁଣ୍ଡ ଫୁରୁଫୁରୁ, ଦେହଯାକ ଧୂଳି। ମୁଣ୍ଡ ବାନ୍ଧିଦିଏ। ଆଉ ତୁ ବା କୋଉ ଶୋଭାକର ହୋଇଛୁ ତୁ? ପୁୟୁ, ମତେ ବାଛୁଛୁ? ହଉ, ଆ। ପୁୟୁ ହସି ହସି ଡାକିଲା, ମୋର ବୟସ ଆଉ ଆସୁଛି ବେଶ ହେବାକୁ? ମତେ ପଛେ ବରମାନେ ପସନ୍ଦ ନ କରିବେ, ନ କରନ୍ତୁ, ତୁ ଆ, ଖାଇନୁ କିଛି ଯେ? ପୁବୁଲିକୁ ହସ ମାଡ଼ୁ ନଥାଏ। ଅଛି ନା ଲୋକଗୁଡ଼ାଙ୍କୁ ଦେଖି ତାଙ୍କ ଉଦ୍ଦେଶ୍ୟ ଠଉରାଇ କେମିତି ଘଡ଼ବଡ଼େଇ ଯାଇଥାଏ ସେ। ଡର ମାଡ଼ୁଥାଏ। ଏଇ ସନ୍ଧି ମୁହୂର୍ତ୍ତରେ ଯେତେବେଳେ ସେ ଭାବୁଥାଏ ଗୋଟାଏ ନିଷ୍ପତ୍ତି ତାର ଦରକାର।
मन शंकी जाई पछे पछे हेउथाए जे से प्रस्तुत नुहे। से आहुरी देखिब, से आहुरी भाबिब, समय दरकार। किए गोटाए तुरी फुंकिछि। हाकिना अनेई कानेई थाए। हाकिना छनछनिया बनी आसुछि। हाकिनार आखिरे बुद्धिर आलुओ। पुबुली हाकुनाକୁ କାଖେଇ ପକାଇ କେଲ କଲା। ଶୀତଳ ଲାଗିଲା। ଯେପରିକି ଦୋହଲାଉଥିବା ତୋଫାନ ଭିତରେ ଏଇ ପିଲା ଚାଖଣ୍ଡକ ତାର ଆଶ୍ରୟ। ପୁୟୁ ହସୁଥାଏ। ପୁୟୁ କ'ଣ ଗୋଟାଏ କହିବ ବୋଲି ଆଶଙ୍କା କରି ପୁବୁଲି ଥରୁଥାଏ। କହିଲା, ଯାଉଛି ମୁଁ ପିଲାକୁ ନେଇ ବୁଲେଇ ଆଣେ। ହଉ ଯା, ପୁବୁଲି କହିଲା। ଭଲ ବୁଦ୍ଧି ନୁହେଁ ନା? ପିଲାଟାକୁ କାଖେଇ ପଦାକୁ ବାହାରିଲେ ଯଦି କିଏ କହିବ ଏଇଟା ତୋରି ଛୁଆ ବୋଲି କୋଉ ବରଟେ ଦୌଡ଼ି ଆସିବ ତୋ ପାଖକୁ କହିଲୁ? ସେମିତି ନାହିଁ। ପିଲାଟାକୁ ମୋତେ ଦେ, ସଫାସୁତୁରା ସଜବାଜ ହେଇ ପଦାକୁ ବାହାର। ହାରଗୁଣା ଆସିଛି, ବନ୍ଦିକାରୀ ଆସିଛନ୍ତି। ସେମିତି ହଁ ନା? ପୁୟୁ ଭାରି ହସିଲା। ହାତ ବଢ଼େଇ ଦେଲା। ହାକିନା ଡିଁ ପଡ଼ି ମା ଛାତିରେ ଜାକି ହେଲା। ପୁବୁଲି ଦୌଡ଼ି ଦୌଡ଼ି ପଳାଇଗଲା। ପୁୟୁ ଡାକ ଛାଡ଼ିଥାଏ। ଏମିତି ଅଥୟ ହୋଇ ପଳେଇଲୁ ଲୋ? ଏଡ଼େ ତରତର? ଫୁଲ ପିନ୍ଧିଲୁ ନାହିଁ, ମାଳି ପିନ୍ଧିଲୁ ନାହିଁ? ପୁବୁଲିକୁ ଲାଜ ମାଡ଼ୁଥାଏ। ବହୁତ ଦିନ ପରେ ଆଜି ତାକୁ ଲାଜ ମାଡ଼ୁଛି। ନିଷ୍ପତ୍ତି ଶେଷ ହେଲେ ବଣୁଆ ଝିଅ ଲାଜ କରେ ନାହିଁ। ଉପରେ ପଡ଼ି ମାଡ଼ିଯାଏ। ବାପ ଘରର ସବୁ ସ୍ନେହର ଡୋର କାଟିଦେଇ ପରର ହାତ ଧରି ଚାଲିଯାଏ ବଣେଇ ବଣେଇ। କିନ୍ତୁ ଏଠି ତାର ନିଷ୍ପତ୍ତି ସରି ନାହିଁ। ଅଦିନିଆ ଆସିଛି ହାରଗୁଣା। ଯେଉଁ ଟୁପ୍ଟାପ୍ ପିଲାଟି ଦିନୁ ଲାଗି ରହିଥିଲା ତାରି ଅନିମନ୍ତ୍ରିତ ପ୍ରତିମୂର୍ତ୍ତି। ସଞ୍ଜ ବୁଡ଼ୁଥାଏ, ଗୋରୁ ବାହାଡ଼ୁଥାନ୍ତି। ପୁବୁଲୁ ତରତର ହୋଇ ଗାଁ ବାହାରକୁ ଚାଲିଛି। ବାଟେ ବାଟେ ଯାହା ସଙ୍ଗେ ଦେଖା, ଖାଲି ସମସ୍ତେ ରାହା ଧରିଛନ୍ତି ସେହି ଗୋଟାଏ କଥା। ହାରଗୁଣା ଆସିଛି, ହାରଗୁଣା ଆସିଛି। କୁଆଡ଼େ ଯାଉଛୁ? ହାରଗୁଣା ଆସିଛି ପରା। ମାଳର ସୂର୍ଯ୍ୟାସ୍ତ, ବଣର ଢେଉ ଉପରେ ସୁନେଲି ରଙ୍ଗଣୀ ଝରଝର ଗୁଣ୍ଡା। ଚୈତର ପବନ, କଅଁଳି ପତ୍ରରେ ସଜାସଜି ଅଧା ନିଦୁଆ ଗଛ ସବୁ ମଳିନ ପଡ଼ିଯାଉଛି। ସବୁଠି ସେଇ କଥା, ହାରଗୁଣା ଆସିଛି। ପୁଲମେ ଭେଟିଲା। ଆଜି ଏକୁଟିଆ ଯେ? ହଁ, ମୁଁ ବୁଝିଲି। ଯା ଯା, ସିଆଡ଼େ ଯାଇଛି। ହାରଗୁଣା ଆସିଛି। ଗାଁ ବାହାରେ ଯୋଡ଼ି ଗଛ ମୂଳେ ପଥର ଉପରେ ଗୋଡ଼ ବିଛେଇ ଦେଇ ପୁବୁଲି ବସି ପଡ଼ିଲା। ଆଉ ଭାବିଲା, କାହିଁକି ଲୋକେ ତାର ସ୍ୱାଧୀନତା ତାକୁ ନେଇଯିବାକୁ ଏତେ ଖୋଜୁଛନ୍ତି? ହାରଗୁଣା ଆସିଛି, ଆସୁ। କ'ଣ ତାର ସେ? ବିନା କାରଣରେ ପୁବୁଲିକୁ କାନ୍ଦ ମାଡ଼ିଲା। ପୁବୁଲି କାନ୍ଦିଲା। ମନଟା ଟିକେ ହାଲୁକା ଲାଗିଲା। ବାରମ୍ବାର ସେଇ କଥା ସେ ଭାବିଲା। ବାପ ଗଲା, ସର୍ବସ୍ୱାନ୍ତ ଖୋଲା। ହାକିନା କୁଆଡ଼େ ତାର ଡୁମା ହୋଇ ପୁନର୍ଜନ୍ମ। ହାକିନା ବି ପଛରେ ରହିଯିବ। ପୁୟୁ ରହିଯିବ। ପୁଣି କେଉଁ ଅଜଣା ବଣଦେଶରେ ତାର ଆପଣାର ସଂସାର ଲାଗିବ। ତାକୁ ଯିବାକୁ ପଡ଼ିବ। ହାରଗୁଣା ହଁ କି ନାହିଁ? ହଁ ନାହିଁ ଭିତରେ ମିଛମିଛିଆ ଲୁଚକାଳି ଲାଗୁ ଲାଗୁ ଆଜି ସତରେ ସତରେ ହାରଗୁଣା ଆସିଛି। ପିଲାଦିନେ ବୁଢ଼ା ବୁଢ଼ାମାନେ କଥା କରିଥିଲେ, ହାରଗୁଣା ତାର ଦାବିର କଥା ବାଢ଼ିବ। ହାରଗୁଣା ଭାବୁ ଭାବୁ ବେସୁକନ୍ଧ ମନେ ପଡ଼ିଲା। ହାରଗୁଣା ସାନ ହୋଇଗଲା, ବେଶୁ ବଡ଼ ହୋଇଗଲା। ଆସନ୍ତା ଅନ୍ଧାର ପରି। ଅନ୍ଧାର ପଡ଼ିଲା, ସେଠି ଜକଜକ ତରା। ସେହି ଜକଜକ ସତେକି ତାର ମନ ଭିତରେ ଅତି ବିଚଳିତ ଚିନ୍ତାର ବିନ୍ଦୁ। ଅନ୍ଧାର ଘୋଟିଗଲା, ସେଠି ହାରଗୁଣାର ସ୍ଥାନ ନାହିଁ। ବେସୁକନ୍ଧ ନିଶ୍ଚୟ ଆସିବ। ସେ ଅପେକ୍ଷା କରି ରହିଛି। ପବନ ଦେଲା। ପୁବୁଲିକୁ ଆଶ୍ୱସ୍ତି ଲାଗିଲା। ଆସୁ ଆସୁ ହାରଗୁଣାର ପାଟି ଶୁଭିଲା। ଗାଁ ଦାଣ୍ଡରେ ଟିକା ଝୁକୁଝୁକୁ ହୋଇ କଥା ଶୁଭୁଛି। ପୁବୁଲିକୁ ଲାଜ ମାଡ଼ିଲା। ସବୁ ଲାଜ ସେ ଗାଁ ବାହାରେ ଫୋପାଡ଼ି ଦେଇ ଆସୁଛି। ହାରଗୁଣାର କଥାରେ ମନ ତାର ପୁଣି ଚେଇଁ ଉଠିଲା। କିନ୍ତୁ ଏଥର ମୋହ ନାହିଁ, ସେ ଚେଇଁଛି। କ'ଣ କହୁଛି? ଗୋରୁଗୁଡ଼ାକ ମରିଯାଇଛନ୍ତି। ଆହା, ବଡ଼ ଦୁଃଖର କଥା। ତୁନିତାନି ଘରକୁ ଫେରିଲା। ଭିତରେ ପୁୟୁ ଚୁଲି ଲଗେଇଛି। ବାହାରେ ଅନ୍ଧାର। ଡାକିଲା, ପୁୟୁ! କିଲୋ, ଭାରି ତୁନିତାନି ଆସୁଛୁ ଯେ, ଦେଖା ମିଳିଲା? ପୁବୁଲି ଘର ଭିତରକୁ ପଶିଗଲା। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।